2022 ମସିହା ସିଂହ ରାଶିର ରାଶିଫଳ। ସିଂହ ରାଶି ସକାଶେ ରବି ମହାଗ୍ରହ ପଞ୍ଚମରେ ଭ୍ରମଣ କରୁଥିବାରୁ ବର୍ଷ ଆରମ୍ଭରୁ ସନ୍ତାନ ପୀଡ଼ା ଦେଖାଦେବ। ମନରେ ଦୁଶ୍ଚିନ୍ତା ଆସିବ। ମାନସିକ ପୀଡ଼ା ଓ ଅସ୍ଥିରତା ରହିବା ଯୋଗୁଁ ନିଜର ଶରୀର ଅସୁସ୍ଥ ରହିବ। ସ୍ୱାସ୍ଥ୍ୟ ହାନି ଘଟିବ। କୋର୍ଟ କଚେରୀରେ ଦଣ୍ଡିତ ହେବେ। ଜମିଜମା ବାବଦରେ ହାରିଯାଇପାରନ୍ତି। ଚନ୍ଦ୍ର ଚତୁର୍ଥ ଚନ୍ଦ୍ର ଅଶୁଦ୍ଧି ସମୟରେ ବର୍ଷ ଆରମ୍ଭ ହେଉଛି। ଏଣୁ ବର୍ଷ ସାରା ଅଶାନ୍ତି ଭୋଗିବେ। ପେଟ ରୋଗ ହୋଇପାରେ। ବିଭିନ୍ନ ଆଡ଼େ ବୁଲାବୁଲି କରି ବହୁ ଅର୍ଥ ବ୍ୟୟ କରିବେ। ମାନସିକ ଅଶାନ୍ତି ଭୋଗିବେ। ମନରେ ସର୍ବଦା ଭୟ ଲାଗି ରହିବ। ପ୍ରାୟ ବର୍ଷଟି ଅଶାନ୍ତିରେ କଟିବ। ପଞ୍ଚମରେ ମଙ୍ଗଳ ଥାଇ ନୂତନ ବର୍ଷ ପ୍ରବେଶ କରୁଛି। ଏହା ମନରେ ଦୁଶ୍ଚିନ୍ତା ଭରିଦେବ। କାର୍ଯ୍ୟମାନ ପୂରଣ କରିନପାରି ହତାଶ ହୋଇପଡ଼ିବେ। ନିଜର ସ୍ୱାସ୍ଥ୍ୟ ହାନି ଘଟିବ। ସନ୍ତାନମାନଙ୍କର ଶରୀର ପୀଡ଼ା ହେବ। ମାନସିକ ଚାପ ବୃଦ୍ଧି ହେବ। ବନ୍ଧୁମାନେ ବିରୋଧ କରିବେ। ବିଶେଷ କରି ସ୍ତ୍ରୀ ଲାଗି କିମ୍ବା ଅନ୍ୟ ନାରୀ ଜନିତ ପୀଡ଼ା ଭୋଗିବେ। ଏଥିପ୍ରତି ସତର୍କ ରହିଲେ ଉପକାର ମିଳିବ। ବୁଧ ଏ ବର୍ଷଟି ରଚନାତ୍ମକ ବର୍ଷ ହେବ। ସାହିତ୍ୟିକମାନଙ୍କ ସକାଶେ ଏ ବର୍ଷଟି ଅତି ଶୁଭଙ୍କର। କବିତା ଆସରମାନଙ୍କରେ ଯୋଗ ଦେଇ ବହୁ ସମ୍ମାନର ଅଧିକାରୀ ହେବେ। ଅର୍ଥ ଲାଭ ମଧ୍ୟ ହୋଇପାରେ। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ଏ ବର୍ଷଟି ଖୁସିରେ ଖୁସିରେ କଟିବ। ସପ୍ତମ ବୃହସ୍ପତି ସ୍ତ୍ରୀ ସୁଖ ମିଳିବ। ଯେଉଁମାନଙ୍କର ବହୁଦିନରୁ ବିବାହ ହୋଇପାରୁନାହିଁ ସେମାନଙ୍କର ଏପ୍ରିଲ ସୁଦ୍ଧା ବିବାହ ହୋଇପାରେ। ଅପୁତ୍ରମାନଙ୍କୁ ପୁତ୍ର ପ୍ରାପ୍ତି ହୋଇ ଆନନ୍ଦ ମିଳିବ। ଯେଉଁ କାର୍ଯ୍ୟ କରିବେ ତହିଁରେ ସଫଳତା ପ୍ରାପ୍ତି ହେବ। ଆତ୍ମୀୟମାନଙ୍କ ଦ୍ୱାରା ସୁଖ ପ୍ରାପ୍ତି ହେବ। ସମସ୍ତ ଦିଗରୁ ସୁଖ ମିଳିବ। ନୂତନ ଗୃହ ପ୍ରାପ୍ତି ଯୋଗ ରହିଛି। ଭୂମି ଲାଭ ଏପରିକି ସମସ୍ତ ଦିଗରୁ ଶୁଭପ୍ରଦ ହେବ। ଶୁକ୍ର ମହାଗ୍ରହ ସିଂହ ରାଶି ସକାଶେ ପଞ୍ଚମରେ ଅଛନ୍ତି। ଏହାଦ୍ୱାରା ପାରିବାରିକ ସୁଖ ଶାନ୍ତି ମିଳିବ। ବହୁ କଲ୍ୟାଣକାରୀ କାର୍ଯ୍ୟ କରି ଉଚ୍ଚ ପ୍ରଶଂସିତ ହେବେ। ନିଃସନ୍ତାନ ବ୍ୟକ୍ତିଙ୍କ ପକ୍ଷେ ସନ୍ତାନ ପ୍ରାପ୍ତିର ଯୋଗ ରହିଛି। ନୂତନ ଶଯ୍ୟା ଅର୍ଥାତ୍ ଅବିବାହିତମାନଙ୍କର ବିବାହ ହୋଇପାରେ। ପରିବାର ମଧ୍ୟରେ ସୁଖ ଶାନ୍ତି ବଜାୟ ରହିବ। ସମସ୍ତେ ଭଲରେ ରହିବେ। ଶନି ମହାରାଜ ସିଂହ ରାଶି ସକାଶେ ଷଷ୍ଠରେ ଭ୍ରମଣ କରୁଛନ୍ତି। ଷଷ୍ଠ ଶନି ଅତି ଶୁଭ ଫଳ ଦିଅନ୍ତି। ଆପଣ ଯାହା ଭାବିନଥିବେ କିମ୍ବା ଆପଣଙ୍କ ପକ୍ଷେ ଅସମ୍ଭବ ଲାଗୁଥିଲା ତାହା ଏହି ବର୍ଷ ପୂରଣ ହେବ। ଶତ୍ରୁମାନେ ଦୂରେଇ ଯିବେ। ସୁଖ ପ୍ରାପ୍ତି ହେବ। ପୂର୍ବରୁ କରିଥିବା କରଜ ପରିଶୋଧ କରିବାରେ ସକ୍ଷମ ହେବେ। ନାନା ଦିଗରୁ ସୁଖ ଓ ସୁବିଧାମାନ ମିଳିବ। ଆପଣ ପ୍ରତ୍ୟେକ ପ୍ରଚେଷ୍ଟାରେ ସଫଳ ହେବେ। ରାହୁ ଉଦ୍ୟମରେ ସଫଳତା ପ୍ରାପ୍ତି ହେବ। ଯେଉଁ କାର୍ଯ୍ୟ କରିବେ ତହିଁରେ ସଫଳତା ପାଇ ପ୍ରଶଂସିତ ହେବେ। ନୂତନ କର୍ମ ପ୍ରାପ୍ତି ଯୋଗ ରହିଛି। ଆୟ ଆଶାଠାରୁ ଅଧିକ ହେବାର ଜଣାଯାଏ। କେତୁ ଚତୁର୍ଥରେ କେତୁ ଭ୍ରମଣ ସମୟରେ ମନୁଷ୍ୟ ପ୍ରଥମତଃ ମାତୃବିରୋଧୀ ହୋଇଯାଆନ୍ତି। ବନ୍ଧୁ ବିରୋଧୀ ମଧ୍ୟ ହୁଅନ୍ତି। ସ୍ୱାସ୍ଥ୍ୟରେ ଅବନତି ଘଟେ। ଦୁଃଖ ସହଚର ହୁଏ। ଦେଖିବାକୁ ଗଲେ ମୋଟାମୋଟି ହିସାବରେ ଏପ୍ରିଲ ପ୍ରଥମାର୍ଦ୍ଧ ପର୍ଯ୍ୟନ୍ତ ସିଂହ ରାଶି ସକାଶେ ଅତି ଶୁଭ ଫଳ ମିଳିବ।